बाबांकर आगमन हुए ए माटी किछि बरम सबुबेले पाइछि माटी किछि देई ए माटी केवल एति की तत्त रखिछि पूज्यपाद बाबांकर तार मित्र रूपरे संबंधित আজি पुनः সেই कार्यक्रम गोटे मिनिट आगे कुंजदादा रखी कुंजदादा ठीक आसीबे काना हमें महापुरुषंकर विग्रह सहित उद्बोधन देई विविध भूमिपुत्र पूज्यपाद बाबा भैया दिया हुआ जी बाटी संगठन परिवर्तन तापरा है कार्यक्रम आगमन हुआ दादा दिन अपरारू मूर्ति जय रानी शांति शांति
Thank you.
ରୂପରେ ରଘୁନାଥଙ୍କ ରୂପରେ ଜଗନ୍ନାଥଙ୍କ ରୂପରେ ମୋର ଇଷ୍ଟଦେବ ପ୍ରଭୁ ଶିଶୁ ଅନନ୍ତ ଭଗବାନଙ୍କ ରୂପରେ ଭକ୍ତିପୂତ ପ୍ରଣାମ ନିବେଦନ କରୁଛି। ବିଶ୍ୱ ଶାନ୍ତି ରହୁ, ଯୁଦ୍ଧ ବିମୁକ୍ତ ହଉ, ଧ୍ୱଂସାସ୍ତ୍ର ବିମୁକ୍ତ ହଉ ଏବଂ ରାଧାମୋହନଙ୍କର ମହିମା କେବଳ ଏହି ଅଞ୍ଚଳ ନୁହେଁ, ସମଗ୍ର ମାନବ ସମାଜ ପାଇଁ ସେ କୃପା ବର୍ଷଣ କରନ୍ତୁ, ଏତିକି ପ୍ରାର୍ଥନା କରୁଛୁ। ବଳିଆ ଏଠିକି ଆସିକି ଆଜି ଆସିନି, ଅନେକ ଥର ଆସିଛି। ଏଇ ରାଧାମୋହନଙ୍କୁ ଦର୍ଶନ କରିବା ପାଇଁ ଦିନେ ଆସିଥିଲି। ଆଜି ମଧ୍ୟ ସେଇ ରାଧାମୋହନଙ୍କ ଦର୍ଶନ, ଅଭିମନ୍ୟୁଙ୍କର ଦର୍ଶନ, ଏସବୁ ଦର୍ଶନ ପାଇଁ ଆଜି ବି ସେଇ ଭାବନା ନେଇକି ଆସିଛି। ମୋର ଆଜି ସେଇ ଭାବନା ନେଇ ଆସିଛି। କେବଳ ରାଧାମୋହନଙ୍କର ଦର୍ଶନ, ଏତିକି ମାତ୍ର ମୋର ଗୋଟେ ଇଚ୍ଛା ଥିଲା। ମୋତେ ପୂର୍ବରୁ ଡାକିଥିଲେ ରାଧାମୋହନଙ୍କର ଉତ୍ସବକୁ, ସେତେବେଳେ ମୁଁ ନାହିଁ କରିଥିଲି ଯେ ଅନେକ ପ୍ରୋଗ୍ରାମ ରହିଛି, ମୁଁ ଆଉ ଯାଇପାରିନି। କିନ୍ତୁ ପୁଣି ମୋ ମନ ଭିତରେ ଗୋଟେ ଆସିଲା, ବର୍ଷକରେ ଥରେ ରାଧାମୋହନଙ୍କୁ ଦର୍ଶନ କରିବା, ଯଦି ନ କରିବା ତାହେଲେ ପୁଣି ସେ ଭାବଟା ଅଭାବ ହେବ। ତେବେ ମୋର ଶାରୀରିକ ଅବସ୍ଥା ଭଲ ନୁହେଁ, ମୁଁ କଥା କହିପାରୁନି। ମାନେ ସବୁଦିନେ ଏମିତି ଗୋଟିଏ ଦିନ ନାହିଁ, ସବୁଦିନେ କାର୍ଯ୍ୟ। ସେ କାର୍ଯ୍ୟକ୍ରମ ଏମିତି 5-10 ମିନିଟ୍ 15 ମିନିଟ୍ ଭଳି ହୁଏ। କାଲି ରଘୁନାଥପୁର ପ୍ରୋଗ୍ରାମ ଶେଷ କରି ଆଜି ବାର୍ଥଡେରେ ଆଉ ଗୋଟିଏ ପ୍ରୋଗ୍ରାମ ତାକୁ ଯତ୍କିଞ୍ଚିତ ଭାବରେ ପୂର୍ଣ୍ଣ କରି
ଆପଣମାନଙ୍କ ଦର୍ଶନକୁ ଆସେ। ରାଧାମୋହନ ସମସ୍ତଙ୍କ ଭିତରେ ଅଛନ୍ତି। ଆମେ କହିବା ବା ଭାବିବା ରାଧାମୋହନ ଗୋଟିଏ ମୂର୍ତ୍ତି, ସେ ହେଉଛି ବାହ୍ୟ ଭାବ। ସେଟା ହେଉଛି ଆମର ଭାବରାଜ୍ୟର କଥା। ରାଧାମୋହନ এই যে 5টি অক্ষর রাধা মোহন, এই 5টি অক্ষর ভিতরে ଆପଣମାନେ ଦେଖିବେ ସବୁ କଥା ଅଛି, ସବୁ ଶାସ୍ତ୍ରର ନିର୍ଯାସ ଅଛି। ସତ୍ୟ ଯୁଗରେ ଯିଏ ଭକ୍ତନାଥ ପ୍ରହ୍ଲାଦଙ୍କ ଭକ୍ତିରେ ସନ୍ତୁଷ୍ଟ ହୋଇ ଯେ ସ୍ତମ୍ଭରୁ ଆବିର୍ଭୂତ ହୋଇଥିଲେ ଏବଂ ଭକ୍ତ ପ୍ରହ୍ଲାଦଙ୍କୁ ସେ ବର ଯାଚିଥିଲେ, ତୁମେ କ'ଣ ମାଗୁଛ ମାଗ। ଭକ୍ତ ପ୍ରହ୍ଲାଦ ଗୋଟିଏ କଥା କହିଥିଲା, ମଣିଷ ସବୁ ମାଗେ, ଧନ ଜନ ରୂପା ସୁନା ସବୁ ମାଗେ। ସବୁ ମାଗି ସାରିଲା ପରେ ସେ ଶାନ୍ତି ପାଏ ନା, ଶେଷକୁ ମାଗେ ପାଦ ପଦ୍ମରେ ମନ ଥାଉ ବା ପାଦ ପଦ୍ମରେ ମୁକ୍ତି ତା ଶାନ୍ତି ଦେଲା। ମୁଁ ତ ଆପଣଙ୍କ ପାଦ ପଦ୍ମ ପାଖରେ ଠିଆ ହେଇ, ମୁଁ ଆପଣଙ୍କୁ କ'ଣ ମାଗିବି? ଭଗବାନ ନୃସିଂହ ଇଏ କଥାକୁ ଶୁଣି ସାରିଲା ପରେ ସେ ଆଉ ଗୋଟେ ଧାଡ଼ି କହିଥିଲେ, ମୁଁ ଯେତେବେଳେ ଆବିର୍ଭାବ ହେଇଛି ତୁମକୁ କିଛି ମାଗିବାକୁ ହେବ, କିଛି ଦେଇକି। ସିଏ ପ୍ରହ୍ଲାଦ କ'ଣ ଭାବିଥିଲେ, ସେ ମାଗିଥିଲେ ଗୋଟିଏ ସୁନ୍ଦର କଥା ଯେ ମୋ ବାପା ଯଦି ହରି ନାମକୁ, ହରିଙ୍କର ସ୍ୱରୂପକୁ, ହରିଙ୍କର ଅନୁଷ୍ଠାନକୁ ସେ ନିନ୍ଦା କରି ସେ ହରିଙ୍କ ପାଖରେ ଅପରାଧ କରି, ତଥାପି ସେ ମୋର ବାପା। ତେଣୁ ମୁଁ ଆପଣଙ୍କୁ ଏତିକି ମାଗୁଛି, ମୋତେ ବରଂ ମୁକ୍ତି ଆପଣ ଦେବେ ନ ଦେବେ ସେ ଆପଣ କହିବେ, କିନ୍ତୁ ଆପଣ ମୋର ପିତାଶ୍ରୀଙ୍କୁ ବା ବାପାଙ୍କୁ ମୁକ୍ତି ଦିଅନ୍ତି। ନରସିଂହ ଅବତାର ପ୍ରହ୍ଲାଦଙ୍କୁ ଆଶୀର୍ବାଦ କରି କହିଲେ, ବର୍ତ୍ତମାନ ତମ ବାପା କେଉଁଠି ଅଛନ୍ତି ନା ଆପଣଙ୍କ କୋଳରେ ଅଛନ୍ତି। ମୋ କୋଳରେ ତମ ବାପା ଅଛନ୍ତି, ତାମାନେ ବାପ ମାଙ୍କର କୋଳରେ ସନ୍ତାନ ରହିଛି। ଏତିକି କ'ଣ ଯଥେଷ୍ଟ ନୁହେଁ? ପୁଣି ଆହୁରି ମୁକ୍ତି ଶାନ୍ତି ଏତେ କଥା ବାଧୁନାହିଁ। ତେଣୁ ଏଇ ଯେଉଁ ସତ୍ୟରେ ଭକ୍ତନାଥ ତ୍ରେତୟାରେ ସୀତାନାଥ ବୋଲି କୁହାଯାଉଛି। ସୀତାନାଥ କ'ଣ? ସୀତା ଆଜି ନାହାନ୍ତି, ସେ କେତେ ହଜାର ବର୍ଷ ପୂର୍ବରୁ କି ପାତାଳକୁ ଗଲେ। ଆଜି କାହିଁ ଆମେ ସୀତାରାମ ସୀତାରାମ କହିବା? ଏଠି ଯେଉଁ ରଘୁନାଥ ଶିଳାଙ୍କୁ ଆମେ ପୂଜା କରୁଛେ କାହିଁ କହିବା? ନିଜକୁ ପବିତ୍ର କରିବା ପାଇଁ ଆମେ ସେଇ ଭକ୍ତନାଥଙ୍କୁ ବା ହରିଙ୍କୁ
ଆମେ ସୀତାରାମ ବୋଲି କହୁ। ସୀତା ଶବ୍ଦର ଅର୍ଥ ହେଉଛି ଗଙ୍ଗା। ସୀତା ଶବ୍ଦର ଅର୍ଥ ହେଉଛି ପବିତ୍ର। ମନ ଯଦି ପବିତ୍ର ନ ହୁଏ, ଆମ କଥା ଯଦି ମଧୁର ବା ପବିତ୍ର ନ ହୁଏ, ଆମମାନଙ୍କର କର୍ମ ଯଦି ସତ ମାର୍ଗରେ ନ ଯାଏ, ଆମେ କେବଳ ରାମ ମନ୍ଦିର କରି ରାମ 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 କହିଲେ କ'ଣ ଲାଭ? ସେଥିପାଇଁ ସମସ୍ତେ ସୀତାରାମ ଶବ୍ଦ ଉଚ୍ଚାରଣ କରନ୍ତି। ସୀତା କହିଲେ ନିଜେ ମୁଁ ପବିତ୍ର ହେବି, ମୋ ମନ ପବିତ୍ର ହେବ, ମୋର ଶରୀର ପବିତ୍ର ହେବ, ମୋର କଥା ପବିତ୍ର ହେବ। ସେଥିପାଇଁ ମୁଁ କହୁଛି ସୀତା। ରାମ କହିଲେ କ'ଣ? ଆନନ୍ଦ। ଜୀବନରେ ମୁଁ କୋଠା କରିବି, ଗାଡ଼ି କରିବି, ବାହାରକୁ ଯିବି, କେଉଁଠି ବୁଲିବି, କ'ଣ ଖାଇବି, ଏଗୁଡ଼ାକ ସବୁ ମାନେ ମଣିଷ ଜୀବନର ଏଗୁଡ଼ାକ ଗୋଟାଏ କ୍ଷୁଦ୍ର ଚିନ୍ତା। କିନ୍ତୁ ପ୍ରକୃତରେ ପ୍ରତ୍ୟେକ ମଣିଷ ଜୀବନରେ କ'ଣ ଆବଶ୍ୟକ, ଯେଉଁ ଆବଶ୍ୟକ ପାଇଁ ଏଠି ଅଭିମନ୍ୟୁ ଭକ୍ତ ମହାପୁରୁଷ ଅଭିମନ୍ୟୁ ଏଠି ରାଧାମୋହନଙ୍କୁ କେନ୍ଦ୍ର କରି ସେ ପଦ୍ୟାବଳୀ ତାଙ୍କର ଗୋଟେ ସ୍ୱତନ୍ତ୍ର ଶାସ୍ତ୍ର ସୃଷ୍ଟି କରି। ତେବେ ରାମ କହିଲେ ଆନନ୍ଦ। ପ୍ରତ୍ୟେକ ଜୀବନରେ ସବୁ ଥିଲେ ବି ଯଦି ଆନନ୍ଦ ନାହିଁ, ଶାନ୍ତି ନାହିଁ, ତାହେଲେ ଆମେ ଯେତେ ସୀତାରାମ କହିଲେ ବି ଲାଭ କିଛି ହେବ। ଗୀତାରେ ସେଥିପାଇଁ ଗୋଟେ ବାଣୀ କହିଲେ ଦୁଃଖେଷୁ ବିଘ୍ନ ମନା ସୁଖେଷୁ ବିଗତ ସ୍ପୃହ ବିତରାଗ ଭୟ କ୍ରୋଧ ସ୍ଥିତ। ଦୁଃଖରେ ଯିଏ ଭାଙ୍ଗି ପଡ଼େ ନା, ସୁଖକୁ ଯିଏ ସୌଭାଗ୍ୟ ମନେ ନ କରି ତାର ଦୁରୁପଯୋଗ କରେ, ସେଇ ବ୍ୟକ୍ତି ହେଉଛନ୍ତି ପାପିଷ୍ଠ। ସେମାନେ ଜୀବନରେ କିଛି ପାଏ, ଏମିତି ଗୋଟେ ଖାଇ ପିଇ ବୁଲି ଦୁନିଆରୁ ଯାଆନ୍ତି। ଆଜି ଅଭିମନ୍ୟୁ ଦେହରେ ନାହିଁ, ଗୋଟେ ସମାଧି ଭିତରେ ଅଛି। ତେଣୁ ଆମେ ସମାଧି ଭିତରକୁ ଅଛନ୍ତି ବୋଲି ଆମେ କହୁଛୁ, କିନ୍ତୁ ଅଭିମନ୍ୟୁ ପ୍ରକୃତରେ କୋଉଠି ଅଛନ୍ତି? ତାଙ୍କ ଲେଖନୀ ଭିତରେ ସେ ଅଛନ୍ତି। ସିଏ ଯେଉଁ ଶାସ୍ତ୍ର ଲେଖି ଯାଇଛନ୍ତି, ରାଧାମୋହନଙ୍କୁ କେନ୍ଦ୍ର କରି ସେ ଯେଉଁ ପଦ୍ୟାବଳୀ ରଚନା କରି ଯାଇଛନ୍ତି, ଯେ ପର୍ଯ୍ୟନ୍ତ ସେ ପଦ୍ୟାବଳୀ ଏଇ ଭାରତ ଉତ୍କଳ ପୃଥିବୀରେ ରହିଛି, ଅଭିମନ୍ୟୁ ସେ ପର୍ଯ୍ୟନ୍ତ ଅମର ହେଇକି ଅଛନ୍ତି। ତେଣୁ ସତ୍ୟ ଆଉ ତ୍ରେତୟା ପରେ ଆଉ ଗୋଟେ ଯୁଗ ଆସିଥିଲା, ଆମେ ଦେଖିନୁ କିନ୍ତୁ ଆମେ ଶୁଣିଛୁ। ସେ ଯୁଗରେ ଠାକୁରଙ୍କ ନାମ ଥିଲା ଗୋପୀନାଥ। କେହି କହନ୍ତି ରାଧାନାଥ। ଗୋପୀନାଥ କିଏ? ଆମେ ଏଠି ଯେତେ ବଇଛେ ବା କିଏ ଯେଉଁମାନେ ବସିନାହାନ୍ତି, ଏଠିକି ଆସିନାହାନ୍ତି,
ସମସ୍ତେ ହେଉଛନ୍ତି ଗୋପୀ। ଗୋ କହିଲେ ଇନ୍ଦ୍ରିୟ। ଯେଉଁମାନଙ୍କର ଇନ୍ଦ୍ରିୟ ଅଛି, ଯେଉଁମାନେ ଇନ୍ଦ୍ରିୟର ରସକୁ ପାନ କରିଛନ୍ତି, ସେଇମାନେ ହେଉଛନ୍ତି ଗୋପୀ। ଇଏ ଜଗତ ଯାକ ତାଙ୍କରି ରମଣୀ ବ୍ରହ୍ମାଣ୍ଡ ନାଥଙ୍କ ସେ ସହ ଧର୍ମ। ସେଇ ହେଉଛନ୍ତି ଗୋପୀନାଥ। ତେବେ ଏଇ ଯେଉଁ ସତ୍ୟରେ ଭକ୍ତନାଥ, ତ୍ରେତୟାରେ କପିନାଥ, ଦ୍ୱାପରରେ ଗୋପୀନାଥ, କଳିଯୁଗରେ ଜଗନ୍ନାଥ, ଜଗତର ନାଥ। ଇଏ ସବୁଯାକ ଦର୍ଶନ ସେଇ ଛୋଟିଆ ମନ୍ଦିର ଭିତରେ ଅଛି। ସେଇଠି ରାଧାମୋହନ ଅଛନ୍ତି, ସେଇଠି ରଘୁନାଥ ଅଛନ୍ତି, ସେଇଠି ଜଗନ୍ନାଥ। ଇଏ ହେଉଛି ଇଏ କ୍ଷେତ୍ରର ଗୋଟେ ସ୍ୱତନ୍ତ୍ର ଚିନ୍ତା, ସ୍ୱତନ୍ତ୍ର ଭାବ। ଆପଣମାନଙ୍କୁ ବଳିଆ ଏତିକି ମନେ ପକେଇ ଦଉଛି, ଏଠି ଯେଉଁ ରାଧାନାଥ ବା ଗୋପୀନାଥ ପୂଜା ପାଉଛନ୍ତି, ତାଙ୍କ ନାଁ କି ରାଧାନାଥ ନୁହେଁ କି ଗୋପୀନାଥ, ତାଙ୍କ ନାଁଟି ହେଉଛି ରାଧାମୋହନ। ରାଧା କହିଲେ କାହାକୁ କୁହାଯାଏ? ରାଧା ଶବ୍ଦକୁ ଓଲଟେଇ ଦେଲେ ସେ ହୁଏ ଧାରା। ଧାରା ମାନେ ନିୟମ, ନୀତି, ନିଷ୍ଠା। ଇଏ ହେଉଛନ୍ତି ଧାରା। ଧାରାକୁ ଓଲଟେଇ ଦେଲେ ରାଧା। ରାଧା କିଏ? ଆରାଧୟତି। ଆମେ ଯେଉଁ ସକାଳ ସନ୍ଧ୍ୟାରେ ପର୍ବପର୍ବାଣୀରେ ଆମେ ଯେଉଁ ଆରାଧନା କରୁ, ପ୍ରାର୍ଥନା କରୁ, ରାଧାମୋହନଙ୍କ ପାଖରେ ଆରତି କରୁଛୁ, କିମ୍ବା ଆମେ ଆମର ଗୁରୁ ମନ୍ତ୍ର ନେଉଛୁ, ସେଇ ଗୋଟିକ ହେଉଛି ରାଧା। ମୁସଲମାନ ଭାଇମାନେ କହିବେ ଆମେ ଯେ ରାଧା ଫାଧାକୁ ମାନୁ, କିନ୍ତୁ ସେମାନେ ଯେଉଁ ନିର୍ଦ୍ଦିଷ୍ଟ ସମୟରେ ଆଲ୍ଲାଙ୍କୁ ଡାକନ୍ତି, ନିର୍ଦ୍ଦିଷ୍ଟ ସମୟରେ, ସେଇ ହେଉଛନ୍ତି ରାଧା। ନିର୍ଦ୍ଦିଷ୍ଟ ସମୟରେ ନିର୍ଦ୍ଦିଷ୍ଟ ଶବ୍ଦ ସେମାନେ ଉଚ୍ଚାରଣ କରନ୍ତି, ସେଇ ହେଉଛନ୍ତି। ସେଇଭଳି ଭାବରେ ଆପଣ ଖ୍ରୀଷ୍ଟିଆନ ମାନଙ୍କର ଉପାସନା, ଶିଖ ମାନଙ୍କର ଉପାସନା, ବୁଦ୍ଧଙ୍କର ଉପାସନା, ଯିଏ ଯେଉଁ ମନ୍ତ୍ର ଯେତେବେଳେ ସେ ଭଜନ କରୁଛି, ସେଇ ହେଉଛନ୍ତି ରାଧାପତି। ଆରାଧୟତି, ତାକୁ ଓଲଟେଇ ଦିଅନ୍ତୁ ଧାରା। ଇଏ ଜଗତଟା, ଇଏ ପୃଥିବୀ ଗୋଟେ ଧାରାରେ ଚାଲିଲା। ଗ୍ରୀଷ୍ମ ପରେ ବର୍ଷା, ବର୍ଷା ପରେ ଶୀତ, ଶୀତ ପରେ ହେମନ୍ତ। এই ଯେଉଁ 6ଟି ଋତୁ ଆମେ ଭୋଗ କରୁଛୁ, ମାନେ ଗ୍ରୀଷ୍ମ ଋତୁ ମାନେ ଗ୍ରୀଷ୍ମ ଋତୁ, ବର୍ଷା ଋତୁ ମାନେ ବର୍ଷା ଋତୁ, ବସନ୍ତ କହିଲେ ବସନ୍ତ ଋତୁ, ଶୀତ କହିଲେ ଶୀତ ଋତୁ,
এই ଯେଉଁ ପ୍ରକୃତିର ଧାରା ଏଇ ହେଉଛନ୍ତି ରାଧା। ଖାଲି ଏତିକି ବି ନୁହେଁ, ପ୍ରକୃତିର ଧାରା ବର୍ତ୍ତମାନ ଭାରତ ବର୍ଷ ସ୍ୱାଧୀନ ହେଲା। ସ୍ୱାଧୀନ ଭାରତ କେମିତି ପରିଚାଳିତ ହେବ ସେଥିପାଇଁ ଗୋଟେ ସ୍ୱତନ୍ତ୍ର ସମ୍ବିଧାନ ତିଆରି ହେଲା। ଆମ ସମସ୍ତଙ୍କୁ ଗୋଟେ ସମ୍ବିଧାନ ବାଟ ଦେଇ ମାନେ ଚଳିବାକୁ ହେବ। ଆମ ସମ୍ବିଧାନ ହେଉଛି ଆମ ପାଇଁ ରାଧା ବା ଧାରା। ତେଣୁ ଆପଣମାନେ ଏତିକି ଜାଣନ୍ତୁ ରାଧା ଶବ୍ଦର ମହିମା କେତେ। ରାଧା ବୃଷଭାନୁ ଜଣେ ରାଜା ଥିଲେ। ରାଜା କ'ଣ ସବୁବେଳେ ନଦୀକି ଗାଧେଇବାକୁ ଯାଉଥିଲେ? ତାଙ୍କର ସବୁ ଯେଉଁମାନେ କର୍ମଚାରୀ ଥିଲେ ତାକୁ ପାଣି ଆଣିକି ଦିଅନ୍ତି ସେ ଗାଧେ। ଦିନେ ତାଙ୍କର ମନ ହେଲା ମୁଁ ଆଜି ଯମୁନାକୁ ସ୍ନାନ କରିବାକୁ ଯିବି। ସୂର୍ଯ୍ୟଙ୍କର କନ୍ୟା ହେଉଛନ୍ତି ଯମୁନା। ଇଏ ହେଉଛି ଗୋଟେ ମାନେ ଇଏ ଗୋଟେ ବହୁ ପୁରୁଣା ଅର୍ଥ। କିନ୍ତୁ ଆଜି ଯେଉଁ ଯମୁନା ଦେଖୁଛନ୍ତି ତାକୁ ଭଲ କରି ନିରୀକ୍ଷଣ କଲେ ଦେଖିବେ ଅଳିଆ ଆବର୍ଜନାରେ ପୂର୍ଣ୍ଣ ହେଇଯାଏ। ତେବେ ଯାହା ହଉ ବୃଷଭାନୁ ରାଜା କହିଲେ ମୁଁ ଆଜି ଯମୁନାକୁ ସ୍ନାନ କରିବାକୁ ଯିବି। ରାଜକର୍ମଚାରୀ ମାନେ କିଛି ପ୍ରଜାମାନେ ସେ ମଧ୍ୟ ବାହାରିଲେ ଆମେ ରାଜାଙ୍କ ସହିତ ଯମୁନାରେ ସ୍ନାନ କରିବୁ। ଯେତେବେଳେ ଯମୁନା କୂଳରେ ପହଞ୍ଚିଲେ ସିଏ ଯମୁନା କୂଳରେ ଦେଖିଲେ ଗୋଟିଏ କନ୍ୟା, ଶିଶୁ କନ୍ୟା। ତାକୁ କିଏ ଥୋଇ ଦେଇ ଯାଇଛି କି ସେ କେଉଁଠି ଜନ୍ମ ହେଇଛନ୍ତି କି କିଏ ତାକୁ ଆବିର୍ଭାବ ହେଇଛନ୍ତି ସେ କାନ୍ଦ। ଯାହାକୁ ଆମେ କହୁଛୁ ତପ୍ତ କାଞ୍ଚନ ଗୌରାଙ୍ଗୀ ରାଧେ ରାଜା ନଦୀରେ ସ୍ନାନ କରି ତାଙ୍କର ସନ୍ତାନ ସନ୍ତତି ନଥିଲେ କନ୍ୟା ରତ୍ନଟିକୁ ଦେଖି ସିଏ ଆଉ ଛାଡ଼ିକିରି ଆଇଲେ। ତାକୁ ନେଇ ଆସିଲେ ରାଜପ୍ରାସାଦ ଭିତରେ ରଖିଲେ। ଜଣେ ରାଜା ଘରେ ଜନ୍ମ ହେଇଥିବା କନ୍ୟା ସିଏ ବାହାରେ ଯାଇକି କ'ଣ ବୁଲିପାରିବେ? ସମସ୍ତଙ୍କ ସାଙ୍ଗରେ କ'ଣ ସେ ମାନେ ଯେମିତି ସାଧାରଣ ଭାବରେ ସେ ଖେଳି ବୁଲି ପାରିବେ? ସେ ନିଶ୍ଚୟ ଗୋଟେ ନିୟମ ଭିତରେ ରହିବ। ଯେହେତୁ ସେ କନ୍ୟା ଆଜି ସବୁ ସେ କଥା ବିଗିଡ଼ି ଯାଏ। ସେ କଥା ଆଉ ମାନେ କିଛି। ରାଧା ସେଇ ବୃଷଭାନୁଙ୍କର ରାଜବାଟୀ ଭିତରେ ରୁହନ୍ତି, କିନ୍ତୁ କାନରେ ଶୁଣନ୍ତି ଗୋଟିଏ ଶବ୍ଦ, ଯେଉଁ ଶବ୍ଦଟି ସମସ୍ତେ ସେ ଶବ୍ଦଟିକୁ ଉଚ୍ଚାରଣ କରେ। ସେ ଶବ୍ଦଟି କ'ଣ? କୃଷ୍ଣ। ସେ ଶବ୍ଦଟି ହେଉଛି କୃଷ୍ଣ। ଆଉ କିଏ କହନ୍ତି କାହ୍ନା, ଆଉ କିଏ କହନ୍ତି ମୋହନ। ତାଙ୍କର ନୀଳାମୃତକୁ ରାଧାରାଣୀ ମନ ଦେଇ ଶୁଣନ୍ତି। ରାଜପ୍ରାସାଦ ଉପରେ ଠିଆ ସିଏ କୃଷ୍ଣଙ୍କର ଲୀଳାକୁ ଅନେକ ସମୟରେ ଦର୍ଶନ କରନ୍ତି।
এই ଯେଉଁ କଥା ସମୟ ଗଡ଼ି ଚାଲେ କଥା ସ୍ମୃତି ହେଇ ରହିଲା। ଆଜି ଅଭିମନ୍ୟୁ ଦେହରେ ନାହାନ୍ତି, ଅଛନ୍ତି ରାଧା ମୋହନଙ୍କର ପ୍ରତିମୂର୍ତ୍ତି ଅଛି ଏଇ ବାଲିଆ ଗ୍ରାମ। ଇଏ ରହିଛି ଆଉ ରହିବ। ଆମେ ସବୁ ଆଜି ଅଛୁ କାଲି ଅଛୁ। ତେଣୁ ସଜ୍ଜନ ଠାକୁର ସେଇ ମୋହନ ମୂର୍ତ୍ତି ଯେତେବେଳେ ଭାବିଛନ୍ତି ପୂର୍ବଜନ୍ମ କଥା ବା ଅନେକ ଜନ୍ମ ତଳର କଥା, ଋଷିମାନଙ୍କୁ ସେ କହିକିରି ଆସିଥିଲେ, ମୁଁ ଦ୍ୱାପର ଯୁଗରେ ଯେତେବେଳେ କୃଷ୍ଣାବତାର ହେବି ତମମାନଙ୍କ ସହିତ ମୋର ସମ୍ପର୍କ। ବର୍ତ୍ତମାନ ସେ ସମୟ ସେଇ କଥାଟାକୁ ସେ ମନେ ପକାଏ ଏବଂ ସେ ଚିନ୍ତା କଲେ ସେଇ ରାହାସ ବା ଗୋପୀମାନଙ୍କ ସହିତ ମୋର ରାସଲୀଳା ଶେଷ କରି ମୁଁ ମଥୁରାକୁ ପଳେଇ, ସେଠି ମୋର ବାପ ମା ଅଛନ୍ତି। ତେଣୁ ସେ ରାହାସ ହେଲା ଏବଂ ସେ ମଥୁରାକୁ ଗଲେ। ମୁଁ ତାକୁ ଲମ୍ବେଇକିରି କହୁଛି, ସଂକ୍ଷିପ୍ତରେ କହୁଛି। ଅକ୍ରୁର ରଥ ପଠେଇଛନ୍ତି, ତା ଦେହରେ ରଥ ଚଢ଼ିଲା ବାଲା ବି ପଠେଇଛନ୍ତି, ଅଂଶ ପଠେଇଛନ୍ତି। ଅକ୍ରୁର ହେଉଛନ୍ତି ଚାଳକ, ଅକ୍ରୁର ତା ମାନେ ଆମ ସମସ୍ତଙ୍କ ଜୀବନ ରଥ ହେଉଛି ନନ୍ଦିଘୋଷ। ଆମ ଜୀବନ ନନ୍ଦିଘୋଷର ଚାଳକ ହେଉଛନ୍ତି ଅକ୍ରୁର। ଅକ୍ରୁର ମାନେ ଯେଉଁଠି ନିଷ୍ଠୁରତା ନାହିଁ, ହିଂସା ନାହିଁ। ଇଏ ଜୀବନ ଦର୍ଶନର କଥା। ସେଇ ରଥରେ ବସିଛନ୍ତି କୃଷ୍ଣ ଆଉ ବଳରାମ। ରାଧାରାଣୀ ସେଇ ପ୍ରଥମ ଦିନ ରାଜବାଟୀକି ଛାଡ଼ି କୃଷ୍ଣ ମଥୁରାକୁ ପଳେଇବେ, ସିଏ ଆଉ ଫେରିବେନି। ମୁଁ ଟିକେ କୃଷ୍ଣଙ୍କ ସହିତ 2 ମିନିଟ୍ ଜୀବନରେ ଯାହାକୁ ଗୋଟେ ଭଲ ପାଇଛି, ମୁଁ ତା ସାଙ୍ଗରେ ଟିକେ କଥା ହେବି। ଗୋଟେ ନିର୍ଜନ ନିରୋଳା ସ୍ଥାନରେ ରାଧାରାଣୀ ଠିଆ ହେଇଛି। ଯେତେବେଳେ ରଥ ଯାଉଛି, କୃଷ୍ଣ ରଥକୁ ଅଟକେଇଲେ ଏବଂ ଦେଖିଲେ ରାଧା ଠିଆ ହେଇଛି। ରାଧାଙ୍କୁ ଯାଇ ପଚାରିଲେ, ଏଠି କାହିଁ ଠିଆ ହେଇଛି? ରାଧା କହିଲେ, ମୁଁ ତମକୁ ବିଦାୟ ଦେବା ପାଇଁ ଠିଆ ହେଇଛି। ମୁଁ ତୁମକୁ ଶେଷ ଥର ପାଇଁ ଦେଖିବାକୁ ଏଠି ଠିଆ ହେଇଛି। ତାଙ୍କୁ ସେ ମାୟାଧର ମିଛରେ ମିଛ କହନ୍ତିନି, ଗୋଟେ ମାୟାରେ କହିଦେଲେ 7 ଦିନ ପରେ ଫେରିବି ଆଉ ବ୍ୟସ୍ତ। ରାଧାରାଣୀଙ୍କର ଆଖିର ଲୁହ ଯୋଉଟା ପରବର୍ତ୍ତୀ ସମୟରେ ସେଇ ଆଖିର ଲୁହ ଚୈତନ୍ୟ ଅବତାର। ଅଭିମନ୍ୟୁ ହେଉଛନ୍ତି ଗୌଡ଼ୀୟ ବୈଷ୍ଣବ କବି। ସେଇ ଚୈତନ୍ୟଙ୍କ ଦେହରେ ରାଧାଙ୍କର ସେଇ କାରୁଣ୍ୟ ଭାବଟା ଚୈତନ୍ୟଙ୍କ ପାଖରେ ଶେଷ ପର୍ଯ୍ୟନ୍ତ ଦେଖା ହେଇଥିଲା। ଚୈତନ୍ୟ ସବୁବେଳେ କାନ୍ଦୁଥିଲେ। କୋଉଠି କାନ୍ଦୁଥିଲେ? ଜଗନ୍ନାଥଙ୍କ ପାଖରେ କାନ୍ଦୁଥିଲେ। ଯେତେବେଳେ ଜଗନ୍ନାଥ ରଥ ଉପରେ ଆସନ୍ତି, ରଥାରୂଢ ହୁଅନ୍ତି, ଚୈତନ୍ୟ କୀର୍ତ୍ତନ କରି ନାଚନ୍ତି ଆଉ କାନ୍ଦନ୍ତି। ଚୈତନ୍ୟ ହେଉଛନ୍ତି
ରାଧାଙ୍କର ଆଉ ଗୋଟେ ଅବତାର। ଆଚ୍ଛା ମୁଁ ଏଠି କହିବାକୁ ଚାହୁଁଛି, ଆମେ ଯଦି ରାଧା ନହବା ମୋହନଙ୍କୁ ପାଇବା କେମିତି? ମୋହନ ମାନେ କ'ଣ? ଯେଉଁଠି ମୋହ ନାହିଁ, ଯେଉଁଠି ମାୟା ନାହିଁ, ଯେଉଁଠି କାମ, କ୍ରୋଧ, ଲୋଭ, ଅହଙ୍କାର, ଈର୍ଷା ଏସବୁ କିଛି ନାହିଁ, ସେଇ ହେଉଛି ମୋହନ। ତେଣୁ କୃଷ୍ଣଙ୍କର ବଂଶୀର ନାମ ଥିଲା ମୋହନ। କୃଷ୍ଣ କ'ଣ ବଂଶୀ ଯାଇ ବଜାରରୁ କିଣିକିରି ଆଣିକିରି ତାକୁ ଧରିକିରି ବୁଲୁଥିଲେ? ଯମୁନା କୂଳରେ କଦମ୍ବ ଗଛ ମୂଳରେ ବସିକିରି ତାକୁ ବଜଉଥିଲେ? ସେ ସବୁ କଥା ଏଠି ମଧ୍ୟ ଅଭିମନ୍ୟୁଙ୍କ ପୀଠରେ ଆମର କଦମ୍ବ ବୃକ୍ଷ କହିଲେ ଆମ ଏ କରମଙ୍ଗା ଗଛ, ଯେଉଁ କରମଙ୍ଗା ଗଛ କୂଳରୁ ଅଭିମନ୍ୟୁଙ୍କର ସାହିତ୍ୟ ଆରମ୍ଭ ହୋଇଥିଲା। ତେଣୁ କୃଷ୍ଣଙ୍କର ଏଇ କରମଙ୍ଗାଟା ସେଠି ଦ୍ୱାପର ଯୁଗରେ ହେଇଥିଲା କଦମ୍ବ। ସେ କଦମ୍ବ ମୂଳରେ ତ୍ରିଭଙ୍ଗୀ ଛନ୍ଦରେ ଏଇ ଯେଉଁ ମୋହନ ବସିଛନ୍ତି ତାଙ୍କୁ ଆପଣମାନେ ପଚାରିବେ, ମୁଣ୍ଡ ପଳେଇବି ସବୁଦିନ କ'ଣ ଆସିବି? ଆପଣମାନଙ୍କ ଅଞ୍ଚଳର ମୋହନକୁ ଆପଣ ଯେଉଁଦିନ ମନ ହବ ପଚାରିବେ, ତାଙ୍କର ଯେଉଁଦିନ ଇଚ୍ଛା ହବ ସେ ଆପଣଙ୍କୁ ବୁଝେଇବେ। ମୋହନ ଯଦି ଆପଣମାନେ ଯଦି ମୋହନ ନ ହେବେ, ରାଧା ସେଠିକି ଆସିବେ କେମିତି? ଆମ ଭିତରେ ତ ପ୍ରଚଣ୍ଡ ମୋହ। ଆମେ ଏଇଠି ବହିଛେ ମନେ ପକାଉଛେ, ଆରେ ମୋ ନାତିଟା କ'ଣ କରୁଥିବ, ଆରେ ମୋ ପୁଅଟା କୁଆଡ଼େ ଗଲା, ଆରେ ମୋ ଚାବି ଦେଇକି ଆସିଛି କି ନାହିଁ, କାଳେ କିଏ ଚୋର ପଶିଯିବ। ତେଣୁ ରାଧା ମୋହନଙ୍କୁ ଆମେ ସେମିତି ପାଇବାନି। ପ୍ରଥମେ ରାଧା ରୂପୀ ଆହ୍ୱାନ ବା ଆରାଧନାକୁ ଜୀବନର ଶ୍ରେୟ ବୋଲି ମନେ କରିବା ଏବଂ ଯେତିକି ମୁହୂର୍ତ୍ତ ତାଙ୍କୁ ଡାକିବା ବା ପ୍ରାର୍ଥନା କରିବା, ସେତେବେଳେ ଆମେ ଆମ ମନଟା ମୋହନ ହବ। ଆମ ଠାକୁର ଅଭିରାମ ଗୋଟେ ଭଲ ଶବ୍ଦ ଦେଇଛନ୍ତି, ମନ ମୋହନ ମୂରତି। ମୋହନ ହେଲେ ଆମେ ମୋହନ ହେଲେ ଆମେ ପାଇବା ରାଧାଙ୍କର। ଅଭିମନ୍ୟୁ ପାଇଥିଲେ, ଖାଲି ମନକୁ ପାଇନଥିଲେ, ସେ ମୋହନ ହବା ପରେ ସେ ରାଧା ମୋହନଙ୍କୁ ବା ରାଧା ମୋହନଙ୍କ ତତ୍ଵକୁ ସେ ବିଶ୍ଳେଷଣ କଲେ। ସେ ରାଧା, ସେ ନିଜେ ରାଧା ଦେଖିଲେ ମୋହନଙ୍କ କଥା। ରାଧା ପଞ୍ଚ ସଖାଙ୍କ ପରେ କୃଷ୍ଣଙ୍କୁ ଆଉ କେହି ହରି ବୋଲି ପ୍ରାୟ ସମ୍ବୋଧନ କରିନାହାନ୍ତି। ଯଦି କରିଛନ୍ତି, କିଏ କୋଉଟା କରିଥିବ ମୋ ଆଖିରେ କାହିଁ ପଡ଼ିବ। କିନ୍ତୁ ଏ ପଞ୍ଚସଖାଙ୍କ ଯୁଗରେ ଜଗନ୍ନାଥ ଦାସ କୃଷ୍ଣଙ୍କୁ ହରି ବୋଲି ସମ୍ବୋଧନ କରିଥିଲେ। ତାପରେ ଦ୍ୱିତୀୟ ମହାପୁରୁଷ ହେଉଛନ୍ତି ଅଭିମନ୍ୟୁ। ସେ ହରି ଶବ୍ଦ କୃଷ୍ଣଙ୍କୁ ହରି ବୋଲି କହିଲେ। ଆପଣମାନେ ଯେଉଁ ପଦଟିକି ପଢ଼ୁଛନ୍ତି, ବର୍ତ୍ତମାନ ଆମର ଶରତ ବାବୁ ପଢ଼ୁଥିଲେ, ସେଇ ପଦଟା
সেই পদ ভিতরে বহুত কথা আছে। সত্যরে নরহরি, ত্রেতয়ারে হরি কইল হনুমান, দ্বাপরে রাধা হরি, কলি যুগরে গৌর হরি হরি बोल। এটি ଯେଉଁ ହରି ଶବ୍ଦ ଆପଣ ଦେଖନ୍ତୁ ଜଗନ୍ନାଥ ଦାସଙ୍କର ଭାଗବତରେ, ଓଡ଼ିଆ ଭାଗବତରେ ଦେଖନ୍ତୁ, ହରିଙ୍କ ନାମେ ବାନ୍ଧ ଘେରା, ହରିଙ୍କ ହରିଙ୍କ ନାମେ সেই চক্কা দোড়াকে জগন্নাথ দাস কইল হরি, সে চক্কা দোড়া সে চক্কা দোড়া সেই কথার আভাস অভিমন্যুଙ୍କ ପାଖରେ ପହଞ୍ଚ। ସେ ଲେଖିଛନ୍ତି ଯୋଉଟା ଆପଣମାନେ ଜାଣିଛନ୍ତି, ମୁଁ ତାକୁ ଆଉ କହିକିରି ମାନେ ଇଏ କରୁନାହିଁ, ଆପଣ ତ ଜାଣିଛନ୍ତି ଆଉ କହିବି କଣ। ତାକୁ ଆମେ ଯେମିତି ଭାବୁଛୁ, ଆମେ ଭାବୁଛୁ ମାନେ ଗୋଟେ ପ୍ରକୃତିକୁ ଆମେ ବଡ଼ ବୋଲି କହୁଛୁ, କିନ୍ତୁ ଅଭିମନ୍ୟୁଙ୍କ ଲେଖା ଲେଖନୀରେ ସିଏ ହେଉଛନ୍ତି ଅପ୍ରାକୃତ। କାହିଁକି କହିଲେ ଅପ୍ରାକୃତ? ଆଜି ଆମ ଭାରତରେ କ'ଣ, ଓଡ଼ିଶାରେ କ'ଣ, ଅଭିମନ୍ୟୁ ବାଲିଆ ଅଞ୍ଚଳରେ କ'ଣ, ଆମ ତ ସବୁ ଅଞ୍ଚଳରେ ଆଜି ଦେଖିବେ ଖାଲି ମନ୍ଦିର, ଯୁଆଡ଼କୁ ଅନେଇବେ ଖାଲି ମନ୍ଦିର। କିନ୍ତୁ ସେ ମନ୍ଦିର ଭିତରେ ନାହାନ୍ତି, ମନ୍ଦିର ଭିତରେ ଅଛନ୍ତି ପୁଣି ନାହାନ୍ତି। ସାପ ତା ବାଟରେ ଆଇଲା, ତା ବାଟରେ ଯିବେ, ଆପଣମାନେ କାହିଁ ବ୍ୟସ୍ତ? ତେବେ ବାଡ଼ାନ୍ତୁ ନାହିଁ। ସଜ୍ଜନ ସେଇ କଥାକୁ ସେ କହୁଛନ୍ତି ନା, ସିଏ ହଉଛନ୍ତି ଅପ୍ରାକୃତ, ତାଙ୍କୁ ପ୍ରକୃତି ସ୍ପର୍ଶ କରିନି। ଏଇ ଯୋଉ ମହାଶୂନ୍ୟ ରୂପୀ ଯୋଉ ଅନ୍ଧକାର ରହିଛି, ଯେଉଁଠି ସୂର୍ଯ୍ୟ ଉଦୟ ହୁଅନ୍ତି ନାହିଁ, ଚନ୍ଦ୍ରମା ଉଦୟ ହୁଅନ୍ତି ନାହିଁ, ପବନ ବହେ ନାହିଁ, ସାଗର ନାହିଁ, ମାଟି ବି ନାହିଁ, ସେଇ ଜାଗାଟି ହଉଛି ନିରାକାର। ଆଉ ସେଇ ଜାଗାଟା ହଉଛି ଅପ୍ରାକୃତ, ଆଉ ସବୁ ଗୁଡ଼ିକ ପ୍ରକୃତି। ସୂର୍ଯ୍ୟଙ୍କ ପାଖରେ ଆଲୋକ ଅଛି, ଚନ୍ଦ୍ରମାଙ୍କ ପାଖରେ ସୂର୍ଯ୍ୟଙ୍କର ଆଲୋକ ରହିଛି। ଏ ଯେଉଁ ତାରା ନକ୍ଷତ୍ର ମାନ ଦେଖୁଛନ୍ତି, ଇଏ ତାରା ନକ୍ଷତ୍ର ମାନଙ୍କ ଭିତରେ ସୂର୍ଯ୍ୟଙ୍କର ଜ୍ୟୋତି ଅଛି। କିନ୍ତୁ ଅଭିମନ୍ୟୁ ଯେଉଁ ଅପ୍ରାକୃତ ଶବ୍ଦକୁ ଦେଲେ, ଯାହାକୁ ଆପଣମାନେ ଜାଣିଥିବେ, ମହିମା ଧର୍ମର ବାବାଜୀ ମାନେ ଯେମିତି ଏ ଗାଁକୁ ଆସିଥିବେ, ସେ କ'ଣ କହନ୍ତି? ମହିମା ଅଲେଖ ଗୁଣ ଗୋଟେ କୋଉଠି ଅଛି ଦେଖାଏ, ସେଇ ଅପ୍ରାକୃତ ପ୍ରେମର ଧାମ ହଉଛି
ଅଲେ ଯାହାକୁ ଗୀତା କହିଲେ ନ ତଦ୍ଭା ପଡ଼ ଯେଉଁଠାକୁ ସୂର୍ଯ୍ୟଚନ୍ଦ୍ରାଦି ଦେବତାମାନେ ଗଲେ ବି ଫେରନ୍ତି ନାହିଁ ସେଇ ଯେଉଁ ନିରାକାର ଆଉ ଅନ୍ଧକାର ସେଇ ଅନ୍ଧକାର ରୂପୀ ନିରାକାରଙ୍କ ଭିତରେ ଗୋଟିଏ ଅଦୃଶ୍ୟ ଜ୍ୟୋତି ଠିକ୍ ଦେଖିବାକୁ ଦୀପ ଭଳିଆ ଆପଣମାନେ ଯେଉଁ ଦୀପ ଜାଳୁଛନ୍ତି ସେମିତିଆ ଗୋଟେ ଦୀପ ସେ ଅନ୍ଧକାର ଭିତରେ ଜଳୁଛି ତାକୁ କେହି ଦେଖିପାରୁଛନ୍ତି କିନ୍ତୁ ସେ ଦୀପର ଜ୍ୟୋତି ଇଏ ସମଗ୍ର ଜଗତକୁ ଚଳଉଛି ଖାଲି ପୃଥିବୀ। ତେଣୁ ସଜ୍ଜନ ଅଭିମନ୍ୟୁଙ୍କର ସେଇ ଶବ୍ଦଟି ଅପ୍ରାକୃତ ପ୍ରେମ ଅପ୍ରାକୃତ ଧାମ ହେଉଛି ସେଇ ନିରାକାର। ତାପରେ ସେ କହୁଛନ୍ତି କାଳେ ଲୋକ ଆଉ ଏ ଅବତାରୀ ମାନଙ୍କୁ କାଳେ ମାନିବେନି ତେଣୁ ସେ ତା ପରପଦରେ ଲେଖୁଛନ୍ତି ଅବ୍ୟକ୍ତ ଏ ଯେଉଁ ଗୀତାର ଶବ୍ଦ ଅବ୍ୟକ୍ତ ଦିନେ ଭୂତାନି ବ୍ୟକ୍ତ ମଧ୍ୟାନି ଅବ୍ୟକ୍ତାନି সেই অব্যক্ত অপ্রাকৃত নাম অবতার মানে আসନ୍ତି কাহিଁକି ଆସନ୍ତି ସେମାନେ ଆସନ୍ତି କେବଳ ଆମ ପୃଥିବୀକୁ ବା ଆମ ସନାତନ ଧର୍ମକୁ ତାର ସବୁ ଧର୍ମକୁ ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ସେଇଠୁ ସମସ୍ତେ ଆସନ୍ତି। ମୁଁ ବି ସେଇଠୁ ଆଇଛି ଆପଣମାନେ ବି ସେଇଠୁ ଆଇଛି ଅଭିମନ୍ୟୁ ମଧ୍ୟ ସେଇଠୁ ଆଇଛି। ଗୀତାର ସ୍ପଷ୍ଟ କହିଲେ ମମୈବାଂଶ ଜୀବ ଜୀବ ତେଣୁ ସେଇ ଅଭିମନ୍ୟୁଙ୍କର ସେଇ ଯେଉଁ ପଦ ଅପ୍ରାକୃତ ପ୍ରେମ ଆଜିକାଲି ତ ଆମ ସମାଜରେ ପ୍ରେମ ଗୁଡ଼ାକ ବର୍ତ୍ତମାନ ଲସି ସର୍ବତ ହେଇଗଲା। ପ୍ରେମ କରୁ କରୁ କିଏ କାହାକୁ ମାରି ଦେଉଛି ହାଣି ଦେଉଛି କିଏ କାହାକୁ ମାନେ କ'ଣ ଏମିତିକି ମାଆକୁ ବାପାକୁ ବି ମାରି ଦେଉଛି ନା ତାଙ୍କ ପ୍ରେମଟା ଏମିତି ଯେ ବୁଝିଛନ୍ତି। କିନ୍ତୁ ପ୍ରେମ କହିଲେ ଏ ପରମ ଏ ହେଉଛି ପ୍ରେମ। ଆପଣ ନିଜେ ଦେଖନ୍ତୁ ଏକାର ପର ଭଳା ମ ଏ ପରମ ଏ ହେଉଛି ପରମାତ୍ମା ହିଁ ଏକମାତ୍ର ପ୍ରେମ। ସେଇ କଥାଟା ଅଭିମନ୍ୟୁଙ୍କ ଲେଖନୀରେ ଧରି ପଡ଼ିଲା ଅପ୍ରାକୃତ ପ୍ରେମ। ଏବଂ ରାଧା ହରି ଆପଣ ଚୈତନ୍ୟ ଯେତେବେଳେ ରାଧା ଭାବକୁ ଧରି ଆସିଲେ ସେ କାନ୍ଦିଲେ ସବୁବେଳେ କାନ୍ଦୁଥିଲେ। ଜଗନ୍ନାଥଙ୍କ ପାଖରେ ବେଶୀ କାନ୍ଦିଲେ କାହିଁକି ଜୟ ଜୟ କୃଷ୍ଣ ଜଗନ୍ନାଥ ଜୟ ସର୍ବାଗନାଥ। ଜଗନ୍ନାଥ ହେଉଛନ୍ତି କୃଷ୍ଣଙ୍କ ଶରୀର ଆଉ ତେଣୁ ସେ ଜଗନ୍ନାଥଙ୍କ ଧାମକୁ ଛାଡ଼ିକି ଗଲେ ନାହିଁ ନବଦିନ ଗଲେ ନାହିଁ।
ଏବଂ ଯେଉଁଠି କୃଷ୍ଣ ସେଇଠି ଜଗନ୍ନାଥ, ସେଇଠି ଚୈତନ୍ୟ, ସେଇଠି ରଘୁନାଥ। ଆଜି ବି ଆପଣ ଦେଖିବେ ବେଢ଼ାରେ ବେଢ଼ା ହନୁମାନ, ହରି କହିଲେ ହନୁମାନ। ପୁରୀରେ ଗୋଟେ ହନୁମାନ ଅଛନ୍ତି, ସମୁଦ୍ରକୁ ଚାହିଁକିରି ସେ ଅଛନ୍ତି। ତାଙ୍କ ନାଁ ହେଉଛି ବେଢ଼ା ହନୁମାନ। ଆହୁରି କେତେ ହନୁମାନ ଅଛନ୍ତି। ତେଣୁ ଯୋଉଠି ରଘୁନାଥ ସେଇଠି ହନୁମାନ। ଖାଲି କଣ ମୂର୍ତ୍ତି କଲେ ସେ ଆସିବେ? ତେଣୁ ସଜ୍ଜନ, ଏଇ ରାଧା ମୋହନ, ଆମ ଜୀବନ ଯଦି ରାଧାମୟ ହୁଏ, ଆମ ଜୀବନ ଯଦି ଆରାଧନାମୟ ହୁଏ, ଆମେ ନିଶ୍ଚିତ ଭାବରେ ସେଇ ମୋହନଙ୍କୁ ପାଇବୁ। ମୋହନ ଥିଲେ ଗୋକୁଳ, ଜନ୍ମ ହେଲେ ମଥୁରାରେ, ଆସିଲେ ଗୋକୁଳ, ଗୋକୁଳରୁ ଗଲେ ନନ୍ଦଗାଁও, ନନ୍ଦଗାଁରୁ ଗଲେ ପୁଣି ମଥୁରା, ତାପରେ ଗଲେ ଦ୍ୱାରିକା, ଆଉ ତାପରେ ଯାରା ସବର ନିହତ ହେଇ ଗଲେ ପ୍ରଭୁକୁ। ଆଉ ତାଙ୍କର କାହା ପ୍ରତି ମୋହ ନଥିଲା। ତେଣୁ ସଜ୍ଜନ, ଆମେ ରାଧା ମୋହନଙ୍କ ମୂର୍ତ୍ତିକୁ ସଜେଇ ଦେଲେ ଆମେ ଭକ୍ତ ହବୁ, କେବେ ବି ନୁହଁ। ଆମେ ରାଧା ମୋହନଙ୍କୁ ଗୋଟା ମନ୍ଦିର କରିଦେବୁ, ଆଉ ଏମିତି ମନ୍ଦିର ଆଉ ଗୋଟେ ଭଲ ରାଧା ମୋହନ ଖୁସି ହେଇଯିବେ, ସେ କଥା ନାହିଁ। ରାଧା ମୋହନ ଖୁସି ହେବେ ଆମ ଆରାଧନାରେ, ଆମ ଶ୍ରଦ୍ଧାରେ। ଯେଉଁଠି ଶ୍ରଦ୍ଧା ସେଇଠି ରାଧା। ଆଉ ମୁଁ ଯେତିକି କହିଲି ଆପଣ ସେଇ ଛାନ୍ଦଟାକୁ ଆଉ ଥରେ ମନନ କରନ୍ତୁ। ତାରି ଭିତରେ ସବୁ ଅଛି, ଆଦି ଅନାଦି କାରଣ। ଏ ସବୁ ଯାକ ଶବ୍ଦ, ଯେତେ ଗୁଡ଼ା କଥା ମୁଁ କହିଲି, ସେ କଥା ଗୁଡ଼ାକ ସବୁ ତାଙ୍କରି ଶବ୍ଦ ଭିତରେ, ସନାତନ ଶବ୍ଦ ଭିତରେ। କିନ୍ତୁ ଆମେ ଖାଲି ବାହ୍ୟ କଥାରେ ମାତିଛୁ। ବୃନ୍ଦାବନଟା 84 କୋଶ ବୋଲି କଣ କହୁଥିଲେ, ମୁଁ ତ ମାପିନି, ସେଟା କହୁଥିଲି 84 କୋଶ। ତେବେ ଏଇଠି ଆମେ ଶୁଣିଲୁ ଏଠି ବି 84 ଏକର। ଏ 84 କଣ? ଏ 84 ହଉଛି ଚିତ୍ତ। ଏଇ ଯୋଉ 84 ହଉଛି ଆପଣଙ୍କର ଚିତ୍ତ ବେରିଛି ସିନା 84। ଚିତ୍ତ ତୁ ଦିଅ ନୀଳ ଗିରିବାସ। ଇଏ 84 ନର୍କରୁ ଅପରାଧରୁ ବିମୁକ୍ତ ପାଇଁ ଅଭିମନ୍ୟୁ ଆପଣମାନଙ୍କ ପାଇଁ, ଆମ ପାଇଁ ଗୋଟେ 84 ଶବ୍ଦକୁ ନେଇ ଗୋଟେ ସୁନ୍ଦର ମାନସ ବୃନ୍ଦାବନ ସୃଷ୍ଟି କରିଛନ୍ତି। ଆମେ ଯଦି ଆସିବା ନାହିଁ, ତାଙ୍କୁ ଦେଖିବା ନାହିଁ, ତାଙ୍କ ଦର୍ଶନ କରିବା ନାହିଁ, ତାହେଲେ ଆମେ କେମିତି ରାଧା ମୋହନଙ୍କ କୃପା ଆମେ ପାଇବା? ଯେଉଁ ମନ୍ଦିରରେ ରାଧା ମୋହନ, ସେଇ ମନ୍ଦିରରେ ରଘୁନାଥ, ସେଇ ମନ୍ଦିରରେ ଜଗନ୍ନାଥ, ଏବଂ ସେଇ କ୍ଷେତ୍ରରେ ରହିଛନ୍ତି ପୌର୍ଣ୍ଣମାସ। ଯେଉଁ ପୌର୍ଣ୍ଣମାସୀଙ୍କ ପାଇଁ ରାଧାକୃଷ୍ଣଙ୍କର ମିଳନ ହେଇଥିଲା। ଏଇଠି ଅଛନ୍ତି ଶିବ। ଇଏ ଶିବ କିଏ? ଇଏ ପ୍ରକୃତରେ ଇଏ ଶିବ ହେଉଛନ୍ତି ଗୋପେଶ୍ୱର। ଭଗବାନ କୃଷ୍ଣ ଶିବ ରୂପରେ ପୂଜା ପାଉଛନ୍ତି ନିଧ୍ରୁବନ ନିକଟରେ
ଗୋପେଶ୍ୱର ଆମକୁ ରାଜନୀତି କରିଯାଉଛି, ବ୍ୟବସାୟ କରିଯାଉଛି, କଳିକଜିଆ କରିଯାଉଛି। ମଦଟା ଆମେ ସର୍ବତ ଭଳିଆ ପିଉଛୁ। ଆମେ କଳିକଜିଆ କରିବା ଠାରୁ ହଣାହଣି ପର୍ଯ୍ୟନ୍ତ ଆମକୁ ସବୁ ଆଉଛି, ଆମେ ସବୁ କରିପାରୁଛୁ। କିନ୍ତୁ ସେଇ କଥାଟି ଆମର ଭୁଲ ହେଇଯାଇଛି। ଆମେ ଆମ ପାଇଁ ସିଏ ଯାହା ଛାଡ଼ି ଯାଇଛନ୍ତି, ଯେଉଁ ମାଟି, ଯେଉଁ ପାଣି, ଯେଉଁ ପବନ ଛାଡ଼ି ଦେଇଗଲେ, ଆମେ ସେ ମାଟି ପାଣି ପବନକୁ ସମ୍ମାନ କରୁ। ତେଣୁ ସେଇ ମହାପୁରୁଷ ଅଭିମନ୍ୟୁକୁ ମୋ ମନରେ ମୋର ଗରୁଡ଼ ବୋଲି ଭାବିଛି। ମୁଁ ସେଇ ଗରୁଡ଼ ସ୍ୱରୂପୀ ଅଭିମନ୍ୟୁଙ୍କୁ ଚିନ୍ତା କରି ରାଧାମୋହନଙ୍କୁ ପ୍ରଣାମ ଜଣାଉଛି, ସମସ୍ତଙ୍କର ଶୁଭକାମନା କରୁଛି। ମୋତେ ଜମା କହି ଆସୁନେଇ, ମୋ ଜିଭଟା ଏମିତି ହେଇଯାଇଛି ପୁରା କ'ଣ ଗୋଟେ, ମାନେ ମୁଁ ଭାବି କ'ଣ କ୍ୟାନ୍ସର ଫ୍ୟାନ୍ସର ହେଲା କି। ତେଣୁ ସିଏ ଯେତେ ଲୁଣ ପାଣି ପୁରୀ କର, ସେ ଯେତେ କର ଏ ଜୀବ ସେମିତି ପଡ଼ୁଛି, କିଛି ଖାଇନି, ଆଜି ମଧ୍ୟ ମୁଁ କିଛି ଖାଇନି। ତେଣୁ ସଜ୍ଜନ, କିନ୍ତୁ ରାଧାମୋହନଙ୍କ ଦର୍ଶନରେ ମନ ଆନନ୍ଦ ସୃଷ୍ଟି ହେଲା। ପୁଣି ଯଦି ସୁସ୍ଥ ଥିବି, ବଞ୍ଚି କରିଥିବି, ପୁଣି ମଧ୍ୟ କେତେବେଳେ ଆସିବି। ଆଉ ସବୁ ବର୍ଷ ଗୋଟେ ଆସିବା ଇଏ ପ୍ରତିଜ୍ଞା ମୁଁ କରିପାରିବିନି। କିନ୍ତୁ ରାଧାମୋହନଙ୍କର କୃପା ଏ ଅଞ୍ଚଳ ପାଇଁ, ଏ ଦେଶ ପାଇଁ, ରାଜ୍ୟ ପାଇଁ ଏ ସବୁବେଳେ ବର୍ଷଣ ହଉ, ଏତିକି ପ୍ରାର୍ଥନା କରି ବଳିଆ କଥାକୁ ବିଶ୍ରାମ କରୁଛି। ସେ ନାମଟି କର ଭୁଲିଗଲୁ। ପ୍ରଥମରେ ଏ ମାଟିକି ମୁଁ ପ୍ରଣାମ ଜଣାଉଛି। ଇଏ ମାଟିର ଇଷ୍ଟଦେବ ଇଷ୍ଟଦେବୀଙ୍କୁ ପ୍ରଣାମ ଜଣାଉଛି। ଏଠି ଯେଉଁ ସାମନ୍ତ ପ୍ରଥାଟି ରହିଛି, ବର୍ତ୍ତମାନର ଯେ ସାମନ୍ତ, ସିଏ ଅତ୍ୟନ୍ତ ପିଲା ବା ଯୁବକ ହେଇଥିଲେ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଉଛି। ଅଭିମନ୍ୟୁଙ୍କ ପରିବାରର ସମସ୍ତ ଯେଉଁମାନେ ଅଭିମନ୍ୟୁଙ୍କୁ ଭଲ ପାଉଛନ୍ତି, ଯେଉଁମାନେ ଅଭିମନ୍ୟୁଙ୍କ ସାହିତ୍ୟକୁ ରିସର୍ଚ୍ଚ କରି ଡକ୍ଟରେଟ୍ କରୁଛନ୍ତି, ସମ ପରିମାଣରେ ସମସ୍ତଙ୍କୁ ଶୁଭେଚ୍ଛା ଦେଇ ବାଣୀକୁ ବିଶ୍ରାମ
प्रेमानंद जय जय श्री समस्त अभिनंदन